ତୁମ୍ଭେ ଆମ୍ଭମାନଙ୍କୁ ଗତ ରାତ୍ରର ସମସ୍ତ ପ୍ରକାର ବିପଦ ଆପଦ ଶତ୍ରୁ ଶୈତାନରୁ ତୁମେ ଉଦ୍ଧାର କଲ ଏବଂ ପ୍ରଭୁ ଏହି ପ୍ରାତଃକାଳୀନ ସମୟରେ ତୁମ୍ଭେ ପବିତ୍ର ରକ୍ତରେ ଆହ୍ୱାନ ପ୍ରାପ୍ତ ହୋଇଥିବା ଦାସ ଦାସୀ ମାନଙ୍କର ସହିତ ଅନଲାଇନ ମାଧ୍ୟମରେ ତୁମରି ପବିତ୍ର ବାକ୍ୟକୁ ପ୍ରଭୁ ବିତରଣ କରିବା ନିମନ୍ତେ ଆମେ ସମସ୍ତେ ଆଲୋଚନା କରିବା ନିମନ୍ତେ ଆମକୁ ସୁଯୋଗ ତୁମେ ଦାନ କରିଅଛ। କାଳୀନ ଉପାସନାର ଧ୍ୟାନ ନିମନ୍ତେ ଈଶ୍ୱରଙ୍କ ପବିତ୍ର ବାକ୍ୟରୁ ଗୋଟିଏ ଅଂଶ ପାଠ କରିବା ଯାହା ଆମ୍ଭେମାନେ ପ୍ରାପ୍ତ ହେବା ଯାତ୍ରା ପୁସ୍ତକ ତାହାର 33 ପର୍ବ 14 ଏବଂ 15 ପଦ। ଯାତ୍ରା ପୁସ୍ତକ 33 ପର୍ବ ତାହାର 14 ଏବଂ 15 ପଦ। ଏଠାରେ ଏପରି ଲେଖାଯାଏ, ସେତେବେଳେ ସେ କହିଲେ, ଆମ୍ଭର ଶ୍ରୀମୁଖ ତୁମ୍ଭ ସହିତ ଗମନ କରିବି, ପୁଣି ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା। ତହିଁରେ ସେ ତାହାଙ୍କୁ କହିଲେ, ଯେବେ ତୁମ୍ଭର ଶ୍ରୀମୁଖ ମୋ ସହିତ ଗମନ ନ କରନ୍ତି ତେବେ ଏ ସ୍ଥାନରୁ ଆମ୍ଭମାନଙ୍କୁ ନେଇଯାଅ ନାହିଁ। ଈଶ୍ୱରଙ୍କ ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ ଅନୁଗ୍ରହ ଦୟା ପ୍ରଭୁ ଆମ ସମସ୍ତଙ୍କ ପ୍ରତି ସଦାସର୍ବଦା ଦାନ କରନ୍ତୁ। ଆମେନ୍। ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ପ୍ରଶଂସା ଗୌରବ ସମ୍ଭ୍ରମ ଯୁଗେ ଯୁଗେ ହଉ। କାରଣ ଈଶ୍ୱର ଆଜି ଆମ ପ୍ରତ୍ୟେକଙ୍କୁ ତାଙ୍କରି ଅନୁଗ୍ରହର ଛାୟା ତଳେ ରଖି ଗତ ରାତ୍ରର ସମସ୍ତ ପ୍ରକାର ବିପଦ ଆପଦ ଶତ୍ରୁ ଶୈତାନରୁ ଈଶ୍ୱର ଉଦ୍ଧାର କରି ଏ ପ୍ରାତଃକାଳୀନ ସମୟରେ ତାଙ୍କରି ଦାସ ଦାସୀ ମାନଙ୍କର ସହିତ ଈଶ୍ୱରଙ୍କର ବାକ୍ୟରୁ କିଛି ଆଲୋଚନା କରିବା ନିମନ୍ତେ ଈଶ୍ୱର ସୁଯୋଗ ଦେଇଅଛନ୍ତି, ଏଥିପାଇଁ ଧନ୍ୟବାଦ ଦଉଛୁ। ଜଣେ ବ୍ୟକ୍ତି କହନ୍ତି, one of the deepest cry of the human soul is not merely for success, healing and provision, but the presence of God himself or herself. ସେ କହନ୍ତି, ମନୁଷ୍ୟ ତାହାର ଆତ୍ମାର ଗଭୀର କ୍ରନ୍ଧନ ବା ଚିତ୍କାର କେବଳ ଜାଗତିକ ସଫଳତା ପାଇବାକୁ ହିଁ ନୁହେଁ କି ସୁସ୍ଥତା ପାଇବାକୁ ହିଁ ନୁହେଁ, କି ସୁବିଧା ପାଇବା, କିନ୍ତୁ ଈଶ୍ୱରଙ୍କର ପବିତ୍ର ଉପସ୍ଥିତି ପାଇବା ହିଁ ଅତି ଉଲ୍ଲାସ ଓ ଚିତ୍କାର କ୍ରନ୍ଧନ ଅଟେ। ସେ କହିବାକୁ ଚାହାନ୍ତି ଯେ ମନୁଷ୍ୟ ଜୀବନରେ ଯେଉଁ କ୍ରାୟ ଅଛି, ଯୋଉ କ୍ରନ୍ଦନ, ଯୋଉ ଚିତ୍କାର ଅଛି, ମନୁଷ୍ୟ କେବଳ ସକ୍ସେସ ପାଇବା ପାଇଁ କି ସୁସ୍ଥତା ପାଇବା ପାଇଁ କି ପ୍ରୋଭିଜନ ପାଇବା ପାଇଁ ସେ ଚିତ୍କାର କରୁନାହିଁ, କିନ୍ତୁ ମନୁଷ୍ୟ ଚିତ୍କାର କରୁଛି କଣ ଯେ ଈଶ୍ୱରଙ୍କର ଉପସ୍ଥିତି ଯେପରି ସେ ପ୍ରାପ୍ତ ହେଇପାରିବ। The presence of God, the imago Dei ବୋଲି କୁହାଯାଏ, the fellowship with God, ଈଶ୍ୱରଙ୍କର ସହଭାଗିତା ପ୍ରାପ୍ତ ହେବା ପାଇଁ, ଈଶ୍ୱରଙ୍କର ଉପସ୍ଥିତି ସାନ୍ନିଧ୍ୟକୁ ପ୍ରାପ୍ତ ହେବା ପାଇଁ ତାର ଗଭୀର କ୍ରନ୍ଦନର ଚିତ୍କାର ଅଟେ। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର ଉପସ୍ଥିତି ପାଇବା ନିମନ୍ତେ ଯେଉଁ ଲାଳସା ମନୁଷ୍ୟ ଠାରେ ରହିଛି ତାହାକୁ ଆଧ୍ୟାତ୍ମିକ ଲାଳସା ବୋଲି କୁହାଯାଏ, ଡିପ୍ ସ୍ପିରିଚୁଆଲ ଲଙ୍ଗିଂ ବୋଲି କୁହାଯାଏ। ଈଶ୍ୱରଙ୍କର ଯେଉଁ ଉପସ୍ଥିତି ପାଇବା ନିମନ୍ତେ ଯେଉଁ ଲାଳସା ଅଛି, longing for God's presence, ତାହା ମନୁଷ୍ୟ ଠାରେ ଯାହା ରହିଛି ଏଇଟା ଗୋଟିଏ ଜାଗତିକ ଲାଳସା ନୁହେଁ, କିନ୍ତୁ ଏହା ହେଉଛି ଗୋଟିଏ ଆଧ୍ୟାତ୍ମିକ ଗୋଟେ ଡିପ୍ ସ୍ପିରିଚୁଆଲ ଲଙ୍ଗିଂ। ଆଜି ଆମେ
যেতে জন অনলাইন রে জড়িত হইছু এটা গোটে ডিপ ওয়ার্ডলি লঙ্গিং নাই গোটে গভীর জাগতিক লালসা নিমন্তে আমি আসি না নাই নেভার এভার কেবে আমি সেটিপে আমি যোগ দেই না কিন্তু আমি যোগ ଦେଇଛୁ প্রিয় মণ্ডলী যেপରି ଆମ୍ଭେ ମାନେ ଗୋଟେ ଗଭୀର ଆଧ୍ୟାତ୍ମିକର ଲଙ୍ଗିଂ ବା ଲାଳସା ପାଇବୁ ଏଥି ନିମନ୍ତେ ଆମମାନେ ଅନଲାଇନ ମାଧ୍ୟମରେ ଯୋଗ ଦେଇଛୁ ତେଣୁ ଆଜିର ଶାସ୍ତ୍ରାଂଶ ଯାହାକି ଲେଖାଯାଏ ଯେ ଆମ୍ଭର ଶ୍ରୀମୁଖ ତୁମ୍ଭ ସହିତ ଗମନ କରିବେ The divine presence shall go with you ଈଶ୍ୱରଙ୍କର ଉପସ୍ଥିତି ସେ ଆମ ସହିତ ରହିବେ ପୁଣି ଆଶ୍ଚର୍ଯ୍ୟ It's a great statement ଈଶ୍ୱର ଗୋଟେ ବଡ ଷ୍ଟେଟମେଣ୍ଟ ଦିଅନ୍ତି ବାଇବଲରେ ଯେ ଆମ୍ଭେ ତୁମ୍ଭ ସହିତ ଗମନ କରିବା ମୁଁ ଏଥିରୁ ଗୋଟେ ବିଷୟ ମୁଁ ପ୍ରକାଶ ପାଏ ଯେ how the immensely God's love towards the human being ମନୁଷ୍ୟ ଜୀବନ ପ୍ରତି ଈଶ୍ୱରଙ୍କର ସେଇ ପ୍ରଗାଢ଼ ଯୋଉ ପ୍ରେମକୁ ପ୍ରକାଶ କରେ ଯେ ଈଶ୍ୱର କହୁଛନ୍ତି I never ever follow ଯଦି କଣ କହିପାରିବା ସେଟାକୁ ପଶୁ କି ପକ୍ଷୁ କି ଜୀବ ଜନ୍ତୁରେ ମୁଁ ଫଲୋ କରିବି ତା ଈଶ୍ୱର କହୁନାହାନ୍ତି କିନ୍ତୁ କହୁଛନ୍ତି ମନୁଷ୍ୟକୁ ଯେ ମୁଁ ତୁମର ସହିତ ରହିବି ମୁଁ ତୁମ ସହିତ ବାସ କରିବି ମୁଁ ତୁମ ସହିତ ଗମନ କରିବି ସେ ସେଇ ବିଷୟକୁ କହନ୍ତି ପ୍ରିୟ ମଣ୍ଡଳୀ ଆଜିର ସର୍ଟ ଟପିକ ଆମେ ଆଲୋଚନା କରିବା ଯେ ଲଙ୍ଗିଂ ଫର ଗଡ୍ସ ପ୍ରେଜେନ୍ସ ଈଶ୍ୱରଙ୍କର ଉପସ୍ଥିତି ନିମନ୍ତେ ଆମ୍ଭମାନଙ୍କର ଲାଳସା ଈଶ୍ୱରଙ୍କର ଉପସ୍ଥିତି ନିମନ୍ତେ ଆମ୍ଭମାନଙ୍କର ଲାଳସା ପ୍ରିୟ ମଣ୍ଡଳୀ ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ୍ କରୁଛନ୍ତି ଈଶ୍ୱର ମନୁଷ୍ୟକୁ ଯେତେବେଳେ ସୃଷ୍ଟି କଲେ ଯେପରି ମନୁଷ୍ୟ ଈଶ୍ୱରଙ୍କର ଉପସ୍ଥିତିରେ ରହିବ ଆଉ ସେଥିପାଇଁ ଈଶ୍ୱର ସୃଷ୍ଟି କଲେ ଆମେ କ୍ରିଏସନର ପ୍ରଥମ ବିଷୟ ମଧ୍ୟ ଦେଖିଲେ ଯେ ଆଦମ ଏବଂ ହବାକୁ ଈଶ୍ୱର ସୃଷ୍ଟି କରିବାର ଉଦ୍ଦେଶ୍ୟ ତାହା ହିଁ ଯେପରି ଈଶ୍ୱର ଆଦମ ହବାଙ୍କ ସହିତ ରହିବେ ଦ ଫେଲୋସିପ୍ ୱିଥ୍ ଗଡ୍ ଈଶ୍ୱରଙ୍କର ସହିତ ବା ଈଶ୍ୱର ସେମାନଙ୍କର ସହିତ ରହିବେ ଏଥିପାଇଁ ଈଶ୍ୱର ସୃଷ୍ଟି କଲେ ଆପଣମାନେ ଯଦି ଦେଖିବେ ପବିତ୍ର ଧର୍ମଶାସ୍ତ୍ରର ପ୍ରଥମ ପୁସ୍ତକ ଆଦି ପୁସ୍ତକ ଏଦନ ଉଦ୍ୟାନ ଠାରୁ ନୂତନ ନିୟମର ଶେଷ ପୁସ୍ତକ ପ୍ରକାଶିତ ବାକ୍ୟ ନୂତନ ଜେରୁସାଲେମ ପର୍ଯ୍ୟନ୍ତ ଈଶ୍ୱର ମନୁଷ୍ୟମାନଙ୍କର ମଧ୍ୟ ସହଭାଗିତାର ରହିବାକୁ ସେ ଇଚ୍ଛା କରନ୍ତି ଆପଣ ଏଦନ ଉଦ୍ୟାନର କଥା ବି ଆପଣ ଜାଣନ୍ତୁ କି ବାଇବଲର ପ୍ରଥମ ଅଂଶ ପ୍ରଥମ ପୁସ୍ତକ ଆଦି ପୁସ୍ତକରେ ବି ଦେଖନ୍ତୁ କି ପ୍ରକାଶିତ ବାକ୍ୟ ତାର 21 ପର୍ବ ଶେଷ ଆଡକୁ ନୂତନ ଜେରୁସାଲେମ ବିଷୟରେ ସେଇଠି ଲେଖାଯାଏ ଆଉ ସେଇଠି ବି ଯଦି ଆପଣମାନେ ଚିନ୍ତା କରିବେ ଦେଖିବେ ସେଇଠି ବି ଲେଖାଯାଏ ପ୍ରକାଶିତ ବାକ୍ୟ 21 ପର୍ବ 3 ପଦରେ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହାଶବ୍ଦ ଏହା କହିବାର ଶୁଣିବି ଦେଖ ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କର ବାସସ୍ଥାନ ଅଛି ସେ ସେମାନଙ୍କର ସହିତ ବାସ କରିବେ ଆଉ ସେମାନେ ତାଙ୍କର ଲୋକ ହେବେ ଏଇ ସୁନ୍ଦର ପବିତ୍ର ବାକ୍ୟ ବାଇବଲର ପ୍ରଥମ ପୁସ୍ତକ ଠାରୁ ଶେଷ ପୁସ୍ତକ ପର୍ଯ୍ୟନ୍ତ ପ୍ରଭୁଙ୍କର ଗୋଟେ ଲଙ୍ଗିଂ ଅଛି କେବଳ ମନୁଷ୍ୟର ଲଙ୍ଗିଂ ନାହିଁ କିନ୍ତୁ ପ୍ରଭୁଙ୍କର ଗୋଟେ ଲଙ୍ଗିଂ ଗୋଟେ ଲାଳସା ଅଛି ଯେ ସେ ମନୁଷ୍ୟମାନଙ୍କର ସହିତ ରହିବାକୁ ଚାହାନ୍ତି ମନୁଷ୍ୟମାନଙ୍କର ସହିତ ବାସ କରିବାକୁ ଚାହାନ୍ତି ମନୁଷ୍ୟମାନଙ୍କର ସହିତ ଗମନାଗମନ କରିବାକୁ ଚାହାନ୍ତି ମନୁଷ୍ୟମାନେ ଯେପରି ଈଶ୍ୱରଙ୍କର ଉପସ୍ଥିତି ପ୍ରାପ୍ତ ହୋଇ ଆଗକୁ ବଢିବେ ସେଇଟା ଈଶ୍ୱର ସେ ଚାହାନ୍ତି ପ୍ରିୟ ମଣ୍ଡଳୀ ପ୍ରିୟ ଈଶ୍ୱରଙ୍କର ଲୋକମାନେ ଆଜି ସେଥିପାଇଁ ମଧ୍ୟ ଆମେ ଯଦି ଦେଖୁ ଗୀତ ସଂଗୀତା ତାହାର ଗୀତ ସଂଗୀତା ତାହାର 41 ପର୍ବ ଜଣେ ବାହାର କରନ୍ତୁ ଗୀତ ସଂଗୀତା ତାହାର କେତେ 42 ପର୍ବ 1 ପଦରେ କଣ ଲେଖାଯାଏ ଶୁଣ ପଢିବେ ହରିଣୀ ଯେ ରୂପ ଜଳସ୍ରୋତ ପାଇଁ ଧକାଏ ସେ ରୂପ
ପରମେଶ୍ୱର ମୋ ପ୍ରାଣ ତୁମ୍ଭ ପାଇଁ ଥକାଏ। ଏଠି ରାଜା ଦାଉଦ ଭୟଙ୍କର କଥା କହନ୍ତି। ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେ ରୂପ ହେ ମୋହର ପ୍ରାଣ ତୁମ୍ଭ ପାଇଁ ଧକାଏ। ହେ ପରମେଶ୍ୱର ମୋହର ପ୍ରାଣ ତୁମ ପାଇଁ ଧକାଏ। ଏଠି ଆମେ ଦେଖୁଛୁ ଯେ ଯୋଉ ରାଇଟର୍ସ ଏଠି ଲେଖୁଛନ୍ତି ଦାଉଦ ସେ ଈଶ୍ୱରଙ୍କ ପ୍ରତି ବା ଈଶ୍ୱରଙ୍କର ନିମନ୍ତେ ତାଙ୍କରି ପ୍ରାଣ ଗୋଟେ ଥେଷ୍ଟି ଅଛି। ଯେମିତିକି ହରିଣ ସେ ଜଳ ଧାରାକୁ ଯଦି ପାଇବ ନାହିଁ ସେ ମୃତ୍ୟୁବରଣ କରିବ। ସେ ଜଳ ଯଦି ପାଇବ ନାହିଁ ନ ପିଇବ ସେ ମୃତ୍ୟୁବରଣ କରିବ। ଠିକ ସେହିପରି ସେଟା କହନ୍ତି। ସେ କହନ୍ତି ଯେ ସେ ଲେଖକ ଯଦି ପ୍ରାପ୍ତ ହେବେ ନାହିଁ, ଦାଉଦ ଯଦି ଈଶ୍ୱରଙ୍କୁ ସେ ତାଙ୍କର ଉପସ୍ଥିତି ପ୍ରାପ୍ତ ହେବେ ନାହିଁ, ସେ ମୃତ୍ୟୁବରଣ କରିବେ। ପ୍ରିୟ ମଣ୍ଡଳୀ, ସେ ମୃତ୍ୟୁବରଣ କରିବେ ପ୍ରିୟ ଈଶ୍ୱରଙ୍କର ଲୋକମାନେ। ପ୍ରିୟ ମଣ୍ଡଳୀ, ଆଜି ମୋସେସ୍ ବା ମୋସା ମଧ୍ୟ ସେଇ କଥା କହନ୍ତି, ତୁମେ ଯଦି ଆମ ସହିତ ଗମନ ନ କରିବ ତେବେ ଆମେ ମଲୁ, ଆମର ଆଜି କିଛି ନାହିଁ। ଯେତେବେଳେ ଗାଡ୍ ଆମ ସହିତ ଗମନ କରନ୍ତି ପ୍ରିୟ ମଣ୍ଡଳୀ, ଆମର ଯୋଉ ଜଗତର ଈଶ୍ୱର ଯଦି ଆମ ସହିତ ରୁହନ୍ତି ତେବେ ସେଇଟା ହେଉଛି ଆମ ସର୍ବୋଚ୍ଚ ଉତ୍ତମତା ବୋଲି ଆମେ କହିପାରିବା। ଆମର ଖ୍ରୀଷ୍ଟୀୟ ଜୀବନର ସର୍ବୋଚ୍ଚ ଉତ୍ତମତା। ପ୍ରିୟ ମଣ୍ଡଳୀ, ପ୍ରିୟ ମଣ୍ଡଳୀ, ଆମେ ଦେଖୁ ବାଇବଲରେ, ଆଜି ମୁଁ ବେଶୀ କିଛି କହିବାକୁ ଚାହିଁଲେ ଦୁଇଟି ବିଷୟ ମୁଁ କହିକି ଆଜି ସମାପନ କରିବି। ପ୍ରଥମ ବିଷୟ ମୁଁ କହିବି ତାହା ହେଉଛି the longing for God is evidence of spiritual life. ମୁଁ ପ୍ରଥମ ବିଷୟ କହିବାକୁ ଚାହେଁ ଯେ longing for God is evidence of spiritual life. ଈଶ୍ୱରଙ୍କ ନିମନ୍ତେ ଯୋଉ ଲାଳସା ଅଛି, ତା ଲାଳସା ହେଉଛି ଯେ ଆତ୍ମିକ ଜୀବନର ପ୍ରମାଣ। ସେ ପ୍ରକୃତରେ ଆତ୍ମିକ ଜୀବନ ବିତାଉଛି ବୋଲିକି। କେଉଁମାନେ ପ୍ରକୃତରେ ଈଶ୍ୱରଙ୍କର ଉପସ୍ଥିତି ପ୍ରାପ୍ତ ହେବା ନିମନ୍ତେ ଲାଳସା ରଖନ୍ତି, ଇଚ୍ଛା କରନ୍ତି, ସେମାନେ ଯେଉଁମାନେ କି ପ୍ରକୃତରେ ଡେଡ୍ ହାର୍ଟ ଲୋକ ନୁହନ୍ତି, ଯେଉଁମାନେ କି ମୃତ ହୃଦୟର ଲୋକ, ଡୁ ନଟ୍ ହଙ୍ଗର ଫର ଗଡ୍। ଈଶ୍ୱରଙ୍କ ନିମନ୍ତେ ସେମାନଙ୍କର ଇଚ୍ଛା କି ଲାଳସା କିଛି ନାହିଁ, ଯେଉଁମାନଙ୍କ ହୃଦୟ ଡେଡ୍ ହେଇଯାଇଛି। ସେମାନେ ଈଶ୍ୱରଙ୍କର ବିଷୟକୁ, ଈଶ୍ୱରଙ୍କୁ ସେମାନେ ଚିହ୍ନି ପାରିନାହାନ୍ତି, ସେମାନେ ଜାଣିପାରିବେ ନା। ଆପଣ ଦୁଇଟା ଜିନିଷ ଅଲଗା ଅଲଗା ଜାଣିବାର ଅଛି। ଈଶ୍ୱରଙ୍କ ବିଷୟରେ ମାନେ ଜାଣିବା ଏବଂ ଈଶ୍ୱରଙ୍କୁ ଜାଣିବା ହେଉଛି ଅଲଗା। ଈଶ୍ୱରଙ୍କୁ ଜାଣିବା ହେଉଛି ଗୋଟେ ପର୍ସନାଲ ଇଣ୍ଟିମେସି, ଗୋଟେ ବ୍ୟକ୍ତିଗତ ସମ୍ପର୍କକୁ ବୁଝାଏ। ଆଉ ଈଶ୍ୱରଙ୍କ ବିଷୟରେ ଜାଣିବା ଲୋକ, ଈଶ୍ୱରଙ୍କ ପାଇଁ ଲାଳସା ସେମାନେ ରହିବେ ନାହିଁ। About God, know about God and know to God is different. ଈଶ୍ୱରଙ୍କ ବିଷୟ ଜାଣିବା ଅଲଗା, ଈଶ୍ୱରଙ୍କୁ ଜାଣିବା ଅଲଗା। ମୁଁ ଆଜି ଆପଣମାନଙ୍କ ନିକଟରେ ତାହା ହିଁ କହିବାକୁ ଚାହେଁ ପ୍ରିୟ ମଣ୍ଡଳୀ। ଆଜି ମୁଁ ଆପଣମାନଙ୍କ ନିକଟରେ ତାହା ରଖିବାକୁ ଚାହେଁ ଯେ ଆମେ ଈଶ୍ୱରଙ୍କର ବିଷୟକୁ ଜାଣିବାକୁ ଆମର ଲଙ୍ଗିଂ ଅଛି କି ପ୍ରକୃତରେ ଈଶ୍ୱରଙ୍କୁ ପର୍ସନାଲି ଜାଣିବାକୁ ଆମର ଲଙ୍ଗିଂ ଅଛି। ଯେତେବେଳେ ଆମେ ଈଶ୍ୱରଙ୍କୁ ଜାଣିବା ସେତେବେଳେ ଗାଡର ପ୍ରେଜେନ୍ସ ଆମର ଜୀବନରେ ଆସିପାରିବ। ସେଥିପାଇଁ ଆପଣମାନେ ଯଦି ଦେଖିବେ ଯିରିମିୟ ତାହାର 29 ପର୍ବ 13 ପଦରେ କଣ ଲେଖାଯାଏ ଆପଣ ପଢନ୍ତୁ ଶୁଣି। ଯିରିମିୟ 29 ପର୍ବ ତାର 13 ପଦରେ ତୁମ୍ଭେମାନେ ଆମକୁ ଅନ୍ୱେଷଣ କରିବ ଓ ସର୍ବାନ୍ତକରଣ ସହିତ ଆମକୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ। ପରମେଶ୍ୱର ସେଇ ଲୋକମାନଙ୍କୁ କହନ୍ତି ଯେଉଁମାନେ କି ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି। ଈଶ୍ୱରଙ୍କ ବିଷୟରେ ଖୋଜିବା ଲୋକମାନଙ୍କୁ ପ୍ରଭୁ ଆହ୍ୱାନ ଦିଅନ୍ତି ନା ତାଙ୍କୁ ଖୋଜିବା ନିମନ୍ତେ, ତାଙ୍କୁ ଅନ୍ୱେଷଣ କରିବା ନିମନ୍ତେ ସେ ଲୋକମାନଙ୍କୁ ଈଶ୍ୱର ଆହ୍ୱାନ ଦେଉଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କୁ ଜାଣିବାକୁ ସେମାନେ ଇଚ୍ଛା କରନ୍ତି। Who is God?
ପ୍ରକୃତରେ କିଏ ମୋର ଈଶ୍ୱର ଚରିତ୍ର ସ୍ୱଭାବ କେମିତି? ଆଜି ମୁଁ କହିବାକୁ ଚାହେଁ ଯେ ସେ ପବିତ୍ର ଈଶ୍ୱରକୁ ଅନ୍ୱେଷଣ କରିବାକୁ କୋଉଠି ଆମେ ମାନେ ଯିବାକୁ ପଡିବ? Where we have to go to seek God? ଆମେ କେଉଁଠାରେ ଯିବାକୁ ପଡିବ ଯେ ପ୍ରଭୁଙ୍କୁ ଆମେ ଖୋଜି ପାରିବା? ଆରେ ସେମିତି ଲୋକ ଖୋଜିବାର ସେଠି ଲେଖାଯାଏ ଯେ କି ସର୍ବାନ୍ତକରଣ ସହିତ ଈଶ୍ୱରଙ୍କୁ ଖୋଜିବ ସେ ହିଁ ପାଇବ। ଆଜି ଈଶ୍ୱରଙ୍କୁ ଖୋଜିବାକୁ ଟେକ୍ନୋଲୋଜି ସାଇନ୍ସ ମଧ୍ୟ ଆଜି ଖୋଜୁଛି ଈଶ୍ୱରଙ୍କୁ ଖୋଜୁ ନାହିଁ ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କ ବିଷୟରେ ସେ ଖୋଜୁଛି। ଆଜି ଅନେକ ଅନ୍ୟ ବିଶ୍ୱାସୀ ଭାଇ ଏବଂ ଭଉଣୀ ମାନେ ମଧ୍ୟ ଈଶ୍ୱରଙ୍କ ବିଷୟରେ ଖୋଜୁଛନ୍ତି, ବାଇବେଲକୁ ପଢୁଛନ୍ତି, ବାଇବେଲ ବିଷୟରେ ଜାଣୁଛନ୍ତି, ଈଶ୍ୱରଙ୍କ ବିଷୟରେ ଜାଣୁଛନ୍ତି, କିନ୍ତୁ ଈଶ୍ୱରଙ୍କୁ ସେମାନେ ଜାଣିପାରୁନାହାନ୍ତି। ଆରେ ଯେତେବେଳେ ଈଶ୍ୱରଙ୍କୁ ଜାଣିବେ ନାହିଁ, ପ୍ରକୃତରେ ଈଶ୍ୱରଙ୍କର ପ୍ରେଜେନ୍ସ ସେମାନେ ପ୍ରାପ୍ତ ହେଇପାରିବେ ନାହିଁ। ଯୋଉ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ସେମାନେ ଜାଣିବେ ନାହିଁ, ଈଶ୍ୱରଙ୍କର ପ୍ରେଜେନ୍ସ ସେମାନେ ପ୍ରାପ୍ତ ହେବେ ନାହିଁ। ମଣ୍ଡଳୀ ଲେଖାଯାଏ ଏଠି ସ୍ପିରିଚୁଆଲି ଲଙ୍ଗିଂ ଇଜ ଇଟସେଲ୍ଫ ଏ ୱାର୍କ ଅଫ ଗ୍ରେସ୍। ଯୋଉ ଆତ୍ମିକ ଜୀବନର ଯୋଉ ଲଙ୍ଗିଂ ଅଛି, ପୁଣି ସେ ଲଙ୍ଗିଂ ହେଉଛି ଗୋଟେ ଅନୁଗ୍ରହର କାର୍ଯ୍ୟ, ସଦାପ୍ରଭୁଙ୍କର ଅନୁଗ୍ରହର କାର୍ଯ୍ୟ ପୁଣି। ଆଜି ବି ଆପଣ ମାନେ ଯୋଉ ପ୍ରଚେଷ୍ଟାରେ ଅନଲାଇନ ମାଧ୍ୟମରେ ଆମେ ରହୁଛୁ, ଆପଣ ମାନେ କରୁଛନ୍ତି, ଏଇ ଆବାହକ ବୃନ୍ଦ ମାନେ ଅଛନ୍ତି, ମୁଁ ତ ସମସ୍ତଙ୍କୁ ନମନ କରୁଛି ଯେ ଆପଣ ମାନଙ୍କର ଯୋଉ ଦ ୱାର୍କ ଅଫ ଗ୍ରେସ୍, କେତେ ମର୍ଣ୍ଣିଂ ଆୱାରରେ ତାକୁ ଆମେ ପ୍ରିପେୟାର କରିବାକୁ ପଡିବ। ଏସବୁ କଣ ପାଇଁ, କାହିଁକି ଏସବୁ? କଣ ଈଶ୍ୱରଙ୍କ ବିଷୟରେ ଜାଣିବା ପାଇଁ କି ନାହିଁ? ଈଶ୍ୱରଙ୍କୁ ପର୍ସନାଲି ଜାଣିବା ପାଇଁ। ଆମେ କାହାର ଜଗତର ବଡ ବଡ ଲୋକର ଅନଲାଇନରେ ଆସିବେ ବୋଲିକି ନାହିଁ, ଗାଡ୍ସର ପ୍ରେଜେନ୍ସ ଯେପରି ଆମେ ମାନେ ଅନଲାଇନରେ ପ୍ରାପ୍ତ ହେବୁ ସେଥିପାଇଁ। ପ୍ରଭୁ ଆପଣମାନଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ, କାରଣ ଆପଣମାନେ ଯେଉଁ ପରିଶ୍ରମର ସହିତ ଆଗକୁ ବଢୁଛନ୍ତି, God never ever forsake you। ଈଶ୍ୱର କେବେ କଦାପି ତୁମକୁ ପରିତ୍ୟାଗ କରିବେ ନାହିଁ। ଈଶ୍ୱର ତୁମର ପଶ୍ଚାଦଗମନ କରିବେ, ଯେମିତିକି ସେ କହୁଛନ୍ତି, ସେ ଆମ୍ବର ଶ୍ରୀମୁଖ ତୁମ୍ଭ ସହିତ ଗମନ କରିବେ। God's presence in you, ଈଶ୍ୱରଙ୍କର ଉପସ୍ଥିତି ତୁମଠାରେ ରଖିବେ। ପ୍ରିୟ ମଣ୍ଡଳୀ, ମୁଁ କହିବାକୁ ଚାହେଁ, ଗଡ୍ସର ପ୍ରେଜେନ୍ସ ଯେତେବେଳେ ଆମ ଜୀବନରେ ଆସିଥାଏ, ସେତେବେଳେ ଆମ୍ଭେମାନେ ଜଗତର ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ କଷ୍ଟ, ପ୍ରତ୍ୟେକ ଦୁଃଖ ଠାରୁ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବେ, ଯାହାକି ଦାନିଏଲ ଜୀବନରେ ସେ ଘଟିଥିଲା। ଦାନିଏଲ ଜୀବନରେ ଦାନିଏଲ ଦ ପ୍ରେଜେନ୍ସ ଅଫ ଗଡ୍, ଈଶ୍ୱରଙ୍କର ଉପସ୍ଥିତି ସେ ପ୍ରାର୍ଥନା ମାଧ୍ୟମରେ ସେ ପ୍ରାପ୍ତ ହେଉଥିଲେ। କୁହାଯାଏ ଦାନିଏଲ ଦିନକୁ 3 ଥର ସେ ପ୍ରାର୍ଥନା କରୁଥିଲେ। ଗଡ୍ସର ପ୍ରେଜେନ୍ସରେ ସେ ଥିଲେ, ସେ ଗୋଟେ ପଦରେ ଥିଲେ, ଏତେ ବଡ ପଦ ଗୋଟେ ଥାଇକି ମଧ୍ୟ ଈଶ୍ୱରଙ୍କର ସହିତ ତାଙ୍କରି ସମ୍ପର୍କ ଥିଲା, ଈଶ୍ୱରଙ୍କର ଉପସ୍ଥିତିରେ ରହିଥିଲେ ସବୁବେଳେ। ଆଉ ଯେତେବେଳେ ତାଙ୍କ ଜୀବନରେ କଷ୍ଟର ମାନେ ସମସ୍ୟା ଆସିଲା, ତାହାଙ୍କୁ ରାଜା ଅଗ୍ନି ମାନଙ୍କ ରୋଦରେ ପକାଗଲେ, ସେତେବେଳେ କେହି ନଥିଲେ, ଗାର୍ଡ ଆଗା ଥିଲେ ସେଇଠି। ଆଜି ଜଗତ ରୂପକ ଏ ଅଗ୍ନିରେ ଆମେ ମାନେ ମଧ୍ୟ ରହିଛୁ ପ୍ରିୟ ମଣ୍ଡଳୀ। ଯଦି ଈଶ୍ୱର ଆମ ପାଖରେ ଯଦି ନାହାନ୍ତି, ତେବେ ସେହି ଅଗ୍ନି ରୂପକ ଜଗତରେ ଆମେ ମାନେ ଧ୍ୱଂସ ହେଇଯିବା। ଅଗ୍ନି ରୂପକ ଯେଉଁ ଜଗତ ଅଛି, ସେଇ ଜଗତରେ ଆମେ ମାନେ ଜଳି ପୋଡି ପାଉଁଶ ହେଇଯିବା। କିନ୍ତୁ ଯଦି ସେ ଅଗ୍ନି ମଧ୍ୟରେ, ସେ ଅଗ୍ନି ରୂପକ ଜଗତରେ ଯଦି ଆମମାନଙ୍କର ସହିତ ଈଶ୍ୱର ଅଛନ୍ତି, ତେବେ ଜଗତର କୌଣସି ବିଷୟ ଆମମାନଙ୍କୁ ଦାହ ଜନ୍ମାଇ ପାରିବ ନାହିଁ। ଜଗତର ଯେତେ ବଡ ମଧ୍ୟ ଶୈତାନ ଆମର ଜୀବନରେ ଆସୁ, ସେ କୌଣସି ଦାହ ଜନ୍ମାଇ ପାରିବ ନାହିଁ, କାରଣ ଈଶ୍ୱର ଆମମାନଙ୍କର ସହିତ ରହନ୍ତି। କେବଳ ତାହା ନୁହେଁ, ସେ ପ୍ରାର୍ଥନା ଦ୍ୱାରା ଈଶ୍ୱରଙ୍କର ଯୋଉ ଉପସ୍ଥିତି ପ୍ରାପ୍ତ ହେଲେ, ସେ ସମୟରେ ମଧ୍ୟ ପ୍ରିୟ ମଣ୍ଡଳୀ ଓ ସିଂହ ମାନଙ୍କର ଗର୍ତ୍ତରେ ପକାଗଲେ। ସିଂହ ମାନେ ମଧ୍ୟ ତାଙ୍କୁ କିଛି କରିଲେ ନାହିଁ, ଗୋଟେ ଦାଗ ଆସିନାହିଁ। ସିଂହ ମାନେ ତାକୁ ବୋଲେ ପ୍ରେମର ସହିତ ଚାଟୁଛନ୍ତି ବୋଲି ସେଠି ଲେଖାଯାଏ।
ପ୍ରିୟ ମଣ୍ଡଳୀ, କଣ ପାଇଁ ଏସବୁ ଜିନିଷ ହେଉଛି? ଏ ଜଗତରେ ଯାହାକି ମନୁଷ୍ୟ ଚିନ୍ତା କରିପାରେ ନାହିଁ, ଭାବି ପାରେ ନାହିଁ, କଳ୍ପନା କରିପାରେ ନାହିଁ, ଈଶ୍ୱରଙ୍କର ଉପସ୍ଥିତିରେ ରହିବା ଲୋକମାନଙ୍କର ଜୀବନରେ ସେହି ଅଲୌକିକ ଆଶ୍ଚର୍ଯ୍ୟ କର୍ମ ଈଶ୍ୱର ସେ ସାଧନ କରିପାରନ୍ତି, ଯାହାକି କେବେ ମନୁଷ୍ୟ ଭାବି ପାରିବେ, ଜଗତର ଲୋକ ବୁଝିପାରିବ ନାହିଁ। ଆଶ୍ଚର୍ଯ୍ୟ ଅବାକ ହେଇଯିବେ, ଆରେ କେମିତି ଏମାନଙ୍କର ଜୀବନରେ ଏମିତି ଅଛି ବୋଲିକି। We are the helpless and hopeless. ସେଥିପାଇଁ ମାର୍ଟିନ ଲୁଥର କହନ୍ତି we are the depravity. ଆମେ ଏସେ ଦୁର୍ବଳ, ଆମେ କିଛି କରିପାରିବା ନାହିଁ, କିନ୍ତୁ ଗାଡ ଆମମାନଙ୍କର ସମ୍ମୁଖରେ ଛିଡା ହେବେ, ଗାଡ ଆମମାନଙ୍କର ସମ୍ମୁଖରେ ଛିଡା ହେବେ। ସେଥିପାଇଁ ମଧ୍ୟ ପବିତ୍ର ବାକ୍ୟରେ ଲେଖା ଅଛି, ଈଶ୍ୱର ଯଦି ମୋର ସପକ୍ଷ, ଈଶ୍ୱରଙ୍କର ସାନ୍ନିଧ୍ୟରେ ଯଦି ମୁଁ ଅଛି, ମୋର ବିପକ୍ଷ କିଏ ହେବ? ଏ ଜଗତର କି ଶତ୍ରୁ ଯେ ଏ ବଡ ଶତ୍ରୁ ମୋର ସପକ୍ଷ? ମୋର ଶତ୍ରୁ କିଏ? କିଏ ଜଣେ କୁହନ୍ତୁ, ମୋର ଶତ୍ରୁ କିଏ ବୋଲି ଭାବୁଛନ୍ତି? ଆମେ ସେମିତି ଭାବୁଛୁ ଆମର ଶତ୍ରୁ ଶୈତାନ ବୋଲିକି, ମାତ୍ର ପ୍ରକୃତରେ ଆମେ ଈଶ୍ୱରଙ୍କର ଶତ୍ରୁ ଥିଲୁ। ଆମେ ଈଶ୍ୱରଙ୍କର ଶତ୍ରୁ ଏବଂ ଈଶ୍ୱର ମଧ୍ୟ ଆମର ଶତ୍ରୁ। କାରଣ ପ୍ରଭୁ ଆମମାନଙ୍କୁ ଅନେକ ଜିନିଷ କାମ ମାନେ ଈଶ୍ୱରଙ୍କର ବାକ୍ୟକୁ ପାଳନ କରିବାକୁ ଦଉଛନ୍ତି, ଆମେ ପୁରା ରାଗି ଯାଇ ଏଇଟା ଗୋଟେ ସବୁବେଳେ ପାଳନ କରୁଥିବାର ଅଛି କି ପ୍ରଭୁଙ୍କର ବାକ୍ୟକୁ ବୋଲି ଆମେ ଈଶ୍ୱରଙ୍କୁ ଶତ୍ରୁ ବୋଲି ଭାବୁଛୁ। ଯେମିତିକି ନିଜର ପୁଅ ନିଜର ବାପାକୁ ଶତ୍ରୁ ବୋଲି ଭାବେ, ନିଜର ମାକୁ ଶତ୍ରୁ ବୋଲି ଭାବେ। ଆରେ ସେଇ ଶତ୍ରୁ ସେ ଆମମାନଙ୍କ ପାଇଁ କ୍ରୁଶରେ ଝୁଲି ଦେଇଛନ୍ତି। ଆପଣ ସେଇ ଶତ୍ରୁ ନିମନ୍ତେ ଆପଣ ପୁତ୍ରକୁ ଈଶ୍ୱର ଦେବା ନିମନ୍ତେ ପଛଘୁଞ୍ଚା ଦେଲେ ନାହିଁ। ଚାହିଁଥିଲେ ସେ ଶତ୍ରୁ ମାନଙ୍କର ବିନାଶ ପାଇଁ ଈଶ୍ୱର ବ୍ୟବହାର କରିଥାନ୍ତି ତାଙ୍କରି ପୁତ୍ରଙ୍କୁ, ମାତ୍ର ତାଙ୍କର ପୁତ୍ରଙ୍କୁ ରକ୍ଷା କରିବା ତାଙ୍କର ମଧ୍ୟ ଇଚ୍ଛା ଅଛି। ମାତ୍ର ଯୋଉ ଶତ୍ରୁ ପାଇଁ ତାଙ୍କର ପୁତ୍ର ବଳିଦାନ ଦେବା ନିମନ୍ତେ ଯାଉଛନ୍ତି, ସେଇ ଶତ୍ରୁକୁ ପ୍ରିୟ ମଣ୍ଡଳୀ ସେ ରକ୍ଷା କରିବା ପାଇଁ ସେ ଆପଣା ପୁତ୍ରକୁ ମଧ୍ୟ ଦେଉଛନ୍ତି। ଆରେ ସେଇ ଶତ୍ରୁ ଯଦି ଆମର ସପକ୍ଷ, ତେବେ ଏଇ ଜଗତର ଶତ୍ରୁ ଅଛନ୍ତି କି ପ୍ରକାର ଶତ୍ରୁ? ପ୍ରିୟ ମଣ୍ଡଳୀ, ଆମର କିଏ ବିପକ୍ଷ ହେଇପାରିବ? ଆପଣ ମାନେ କୁହନ୍ତୁ, କିଏ ବିପକ୍ଷ ହେଇପାରେ? ଯୋଉ ଶତ୍ରୁ ବୋଲି ଆମେ ଭାବୁଛୁ ଈଶ୍ୱରଙ୍କୁ ଏବଂ ଈଶ୍ୱର ଭାବୁଛନ୍ତି, ସେଇ ଈଶ୍ୱର ଯଦି ଆମର ପାଇଁ ତାଙ୍କର ପୁତ୍ରକୁ ଦେଇ ଦେଉଛନ୍ତି, ତେବେ ସେଇଠି ସେ ବାକ୍ୟ ମତେ ବହୁତ ଭଲ ଲାଗେ। ଈଶ୍ୱର ଯୋଉ ଈଶ୍ୱର କି ଆମର ଶତ୍ରୁ ଥିଲେ, କି ଆମେ ତାଙ୍କର ଶତ୍ରୁ ଥିଲୁ, ସେଇ ଈଶ୍ୱର ଯଦି ଆମର ସପକ୍ଷ, ଯେ କି ସର୍ବଶକ୍ତିମାନ, ସର୍ବବ୍ୟାପୀ, ସର୍ବ ଅନ୍ତର୍ଯାମୀ, ସର୍ବ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ସେ ଶତ୍ରୁ ଥାଇକରି ଆମକୁ ଯଦି ଉଦ୍ଧାର କରିଛନ୍ତି, ତେବେ ଯେତେବେଳେ କି ଆମେ ତାଙ୍କରି ସନ୍ତାନ ହେଇଛୁ, ତେବେ ଆମର ବିପକ୍ଷ କିଏ ହେବ? ପ୍ରିୟ ମଣ୍ଡଳୀ, ଆମର ବିପକ୍ଷ କିଏ ହେବ? ଆମର ସମ୍ମୁଖରେ କିଏ ଛିଡା ହେବ? ଈଶ୍ୱର ଯଦି ଆମର ସପକ୍ଷ, ଆମେ ଯେତେବେଳେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱର ଆମକୁ ରକ୍ଷା କରିଛନ୍ତି, ପ୍ରତିପାଳନ କରିଛନ୍ତି, ଉଦ୍ଧାର କରିଛନ୍ତି, ଏବେ ଯେତେବେଳେ ଆମେ ତାଙ୍କର ମିତ୍ର ହେଇଛୁ, ତେବେ ଆମର ନିମନ୍ତେ ଆମର ଯେଉଁମାନେ ଈଶ୍ୱରଙ୍କର ଉପସ୍ଥିତିରେ ରହିବେ, ସେମାନଙ୍କର ବିପକ୍ଷ କିଏ ହେବ ମୋତେ ଜଣାପଡ଼ ନାହିଁ। କି ଶୈତାନ ହେଇପାରିବ କି? ତାର ପାଖରେ କି ଶକ୍ତି ଅଛି ଶୈତାନ ପାଖରେ ଯେ ହେଇପାରିବ? ଯୋଉ ପ୍ରଭୁଙ୍କର ଉପସ୍ଥିତିରେ କି ମୁଁ ଅଛି, ସେ ପ୍ରଭୁଙ୍କର ବିପକ୍ଷ ଶୈତାନ ହେଇପାରିବ କି? ସମ୍ମୁଖୀନ କରିପାରିବ କି ଏଡେ ବଡ ଶକ୍ତିମାନ ଈଶ୍ୱରଙ୍କର ସମ୍ମୁଖରେ? ନେଭର ଏଭର ପ୍ରିୟ ମଣ୍ଡଳୀ, ନେଭର ଏଭର, କେବେ ମଧ୍ୟ ନାହିଁ। ଅଗଷ୍ଟାଇନ ଅଫ ହିପୋ ସେ ଗୋଟେ କଥା କହନ୍ତି, our heart are restless until they rest in you. ଯୋଉ ପର୍ଯ୍ୟନ୍ତ ଈଶ୍ୱର ଆମର ଜୀବନରେ ତାଙ୍କର ପବିତ୍ର ଉପସ୍ଥିତି ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ଆମର ହୃଦୟ ପୁଣି ଅସ୍ଥିର ହେଇକରି ରହିବ, ଅସ୍ଥିର ହେଇକରି ରହିବ। କାରଣ ଆମମାନଙ୍କର ଜୀବନ ହିଁ ସେମିତି ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ। ମୁଁ କହିବାକୁ ଚାହେଁ, ଯଦି ଈଶ୍ୱର ଯଦି ମୋ ହୃଦୟରେ ନାହାନ୍ତି, ମୋର ଜୀବନରେ ନାହାନ୍ତି, ତେବେ ବ୍ଲେସିଂ ଆମେ ପ୍ରାପ୍ତ
ହେଉଥିବୁ ୱିଥାଉଟ୍ ମାନେ ଟିକେ without God বা without the presence of God success become a empty ବୋଲି କୁହାଯାଏ। ଈଶ୍ୱରଙ୍କର ବିହୁନେ ଆମେ ଜଗତର ସବୁ ସକ୍ସେସ୍ ପାଇବା, ଜଗତର ସବୁ ବିଷୟ ପ୍ରାପ୍ତ ହେଲେ ମଧ୍ୟ ତାହା ଏମ୍ପ୍ଟି ସଦୃଶ୍ୟ, ଶୂନ୍ୟ, ତାର କୌଣସି ମୂଲ୍ୟ ନାହିଁ ପ୍ରିୟ ମଣ୍ଡଳୀ। without God pleasure fades, ଆମର ଯୋଉ ଆନନ୍ଦ ଫେଡ୍ ହେଇଯିବ। ଫେଡ୍ ମାନେ କଣ କହିବେ ତାକୁ, ମାନେ ଏବେ ସର୍ଟ ଗୋଟେ ଫେଡ୍ ହେଇଯିବ, ତାର କିଛି ସୁନ୍ଦରତା ନଥିବ ପ୍ରିୟ ମଣ୍ଡଳୀ। ୱିଥାଉଟ୍ ଗଡ୍ସ ପ୍ରେଜେନ୍ସ ରେ ଯୋଉ ପ୍ଲେଜର ଆମେ ପାଉ ସେଟା ଫେଡ୍ ହେଇଯିବ ପ୍ରିୟ ମଣ୍ଡଳୀ। ୱିଥାଉଟ୍ ଗଡ୍ ରିଲେସନସିପ୍ ଡିସଆପଏଣ୍ଟେଡ୍, ଆମର ଯୋଉ ସମ୍ପର୍କ ଗୋଟେ ଉତ୍ସାହର ସମ୍ପର୍କ ନୁହେଁ, ଗୋଟେ ପବିତ୍ର ସମ୍ପର୍କ ନାହିଁ, ଗୋଟେ ଡିସଆପଏଣ୍ଟେଡ୍ ର ସମ୍ପର୍କ, ନିରୁତ୍ସାହିତର ସମ୍ପର୍କ ପ୍ରିୟ ମଣ୍ଡଳୀ। ମୁଁ କହିବାକୁ ଚାହେଁ ୱିଥାଉଟ୍ ଗଡ୍ସ ପ୍ରେଜେନ୍ସ the achievements cannot heal the inner void, ଆମଙ୍କର ଆନ୍ତରିକ ଜୀବନ କେବେ ହିଲ୍ କରିପାରେ ନାହିଁ। ଯାହା ବି ଆମେ ମାନେ ଆଚିଭମେଣ୍ଟ ଜୀବନରେ କରୁଥାଉ ତାହା କିଛି ହେଇପାରିବ ନାହିଁ ପ୍ରିୟ ମଣ୍ଡଳୀ। ଆମର ବ୍ଲେସିଂ ସବୁଠୁ ବ୍ଲେସିଂ ମାନେ ମାନେ ଈଶ୍ୱରଙ୍କର ଉପସ୍ଥିତି ଠାରୁ ଏ ବ୍ଲେସିଂ ର ମୂଲ୍ୟ କିଛି ଏକା ନାହିଁ। ଏ ଜଗତର ଯେଡ଼େ ବଡ଼ ବ୍ଲେସିଂ ଆପଣ ପ୍ରାପ୍ତ ହୁଅନ୍ତୁ, କିନ୍ତୁ ଯଦି ଈଶ୍ୱରଙ୍କର ଉପସ୍ଥିତି ନାହିଁ ସେ ବ୍ଲେସିଂ ନୁହେଁ, ମାତ୍ର ସେ ବ୍ଲେସିଂ ବିକମ୍ ଏ କର୍ସ ଆମମାନଙ୍କ ପାଇଁ। ବଟ୍ ୱିଥ୍ ଦି ପ୍ରେଜେନ୍ସ ଅଫ୍ ଗଡ୍, ଈଶ୍ୱରଙ୍କର ସହିତ ଯଦି ଆମେ ମାନେ ରହିଛୁ, ଈଶ୍ୱରଙ୍କର ପବିତ୍ର ଉପସ୍ଥିତିରେ ଯଦି ଆମେ ମାନେ ଜୀବନ ଯାପନ କରୁଛୁ, ତେବେ ଆମର ଭିତରେ ସେ କର୍ସ ମଧ୍ୟ ଗୋଟେ ବ୍ଲେସିଂ ରେ ପରିଣତ ହେଇପାରିବ ପ୍ରିୟ ମଣ୍ଡଳୀ। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ସେଥିପାଇଁ ମଧ୍ୟ ଲେଖାଯାଏ ଯୋହନ ତାହାର 15 ପର୍ବ ତାର 4 ପଦ ମଧ୍ୟରେ ଏହିପରି ଲେଖାଯାଏ, ମୋ ଠାରେ ରୁହ ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି। କେତେ ବଡ଼ ବିଷୟ, ଗଡ୍ସ ପ୍ରେଜେନ୍ସ ସେ କହୁଛନ୍ତି ଯେ ତମେ ମୋ ଠାରେ ରହିବ, ମୁଁ ତୁମମାନଙ୍କ ଠାରେ ରହିବି। dwells in you and dwells in me, ସେ କେତେ ବଡ଼ କଥା କହ। abide in me and abide in you, ମୁଁ ତମର ସହିତ ରହିବି ଏବଂ ତୁମେ ମୋର ସହିତ ରୁହ। ସେ କହନ୍ତି ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମେ ମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳି ପାର। ୱିଥାଉଟ୍ ଗଡ୍ ଆମର ଲାଇଫର କିଛି ଭ୍ୟାଲ୍ୟୁ ନାହିଁ, ଆମର ଆଶୀର୍ବାଦର କିଛି ଭ୍ୟାଲ୍ୟୁ ନାହିଁ। ୱିଥାଉଟ୍ ଦି ପ୍ରେଜେନ୍ସ ଅଫ୍ ଗଡ୍ ଆମେ କେବେ ମଧ୍ୟ ଫଳ ଫଳି ପାରିବା ନାହିଁ। କିନ୍ତୁ ଈଶ୍ୱରଙ୍କର ସହିତ ଯଦି ଆମେ ମାନେ ଅଛୁ, ମାନଙ୍କର ସମସ୍ତ ବିଷୟର ଫଳ ପାଇବା। ସେଥିପାଇଁ ମୁଁ କହିଲି ମାନେ ଏ ଜଗତର ଆଶୀର୍ବାଦ ଠାରୁ ଈଶ୍ୱରଙ୍କର ଉପସ୍ଥିତି ହଉଛି ସର୍ବଶ୍ରେଷ୍ଠ। ପ୍ରିୟ ମଣ୍ଡଳୀ, ଆଜି ମୁଁ ଆପଣମାନଙ୍କ ଠାରେ କହି ରଖିବାକୁ ଚାହେଁ, ଈଶ୍ୱରଙ୍କର ଉପସ୍ଥିତିରେ ଆମ୍ଭେମାନେ ବଞ୍ଚିବାକୁ ପଡ଼ିବ, ଈଶ୍ୱରଙ୍କର ଉପସ୍ଥିତିରେ ଆମେମାନେ ରହିବାକୁ ପଡ଼ିବ ପ୍ରିୟ ମଣ୍ଡଳୀ। ସେଥିପାଇଁ ସେଇଦିନ ମଧ୍ୟ ନୋହ ଈଶ୍ୱରଙ୍କର ଉପସ୍ଥିତିରେ ଥିଲା, ସେ ଈଶ୍ୱରଙ୍କର ସହିତ ଗମନାଗମନ କରୁଥିଲା। ଆଉ ନୋହ ଯେତେବେଳେ ଈଶ୍ୱରଙ୍କର ଉପସ୍ଥିତିରେ ରହିଲେ, ମୋର ଦ୍ୱିତୀୟ ପଏଣ୍ଟ ହେଉଛି ଯେ God's presence is central to redemption, ଈଶ୍ୱରଙ୍କର ଉପସ୍ଥିତି ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଉଦ୍ଧାର ପ୍ରାପ୍ତ ହେବେ, ସେମାନେ ମୁକ୍ତି ପ୍ରାପ୍ତ ହେବେ ପ୍ରିୟ ମଣ୍ଡଳୀ। ଆଉ ସେଦିନ ମଧ୍ୟ ପ୍ରମାଣ କରେ ଯେ ପ୍ରଭୁଙ୍କର ପ୍ରେଜେନ୍ସ ଯେତେବେଳେ ନଥିଲେ, ସେ ଏତେ ବଡ଼ ସର୍ବନାଶକ 40 ଦିନ 40 ରାତ୍ର ଯୋଉ ଫ୍ଲଡ୍ ହେଇଛି, ଜଳ ପ୍ଲାବନ ହେଲା, ଈଶ୍ୱର ତହିଁରୁ ତାକୁ ରକ୍ଷା କଲେ, ତହିଁରୁ ସୁରକ୍ଷା ଦେଲେ, ତହିଁରୁ ସକଳ ବିଷୟକୁ ପ୍ରତିପାଳନ କଲେ। ଅନେକ ସମୟରେ ଅନେକ ଲୋକ ସେଇଠି କହନ୍ତି ଯେ 40 ଦିନ ପର୍ଯ୍ୟନ୍ତ ଯୋଉ ବର୍ଷା ହେଲା, ଯେତେ ଦିନ ସେହି ନୌକା ମଧ୍ୟରେ ଥିଲେ, ଡଙ୍ଗା ମଧ୍ୟରେ ଥିଲେ, ସେତେବେଳେ କିଏ
ନହଙ୍କ ପରିବାରକୁ ପ୍ରତିପାଳନ କରୁଥିଲା ବୋଲି ପ୍ରଶ୍ନ ରହିଥାଏ। Where is God? God is, whether God is in the flood or God is in the ark. କୋଉଠି ଥିଲେ ପ୍ରିୟ ମଣ୍ଡଳୀ ଈଶ୍ୱର? ଈଶ୍ୱର କୌଣସି ଫ୍ଲଡ୍ ରେ ଥିଲେ କି? ନା, ଈଶ୍ୱର ସେଇ ଡଙ୍ଗା ମଧ୍ୟରେ ନୋହଙ୍କର ସହିତ ଥିଲେ। ନୋହଙ୍କୁ ସେ ପ୍ରତିପାଳନ କରୁଥିଲେ। ନୋହଙ୍କୁ ସମସ୍ତ ଆବଶ୍ୟକ ବିଷୟ ଈଶ୍ୱର ଯୋଗାଉଥିଲେ ପ୍ରିୟ ମଣ୍ଡଳୀ। ଆଜି ମୁଁ ସେଇଟା ଆପଣମାନଙ୍କ ଠାରେ କହିବାକୁ ଚାହେଁ। ଯେତେବେଳେ ଗାଡ୍ସର ପ୍ରେଜେନ୍ସ ଅଛି ଆମର ଜୀବନରେ, ସେତେବେଳେ ଆମମାନଙ୍କୁ ସକଳ ଓ ମଙ୍ଗଳରୁ ଈଶ୍ୱର ଆମମାନଙ୍କୁ ଉଦ୍ଧାର କରିବେ। ଗାଡ୍ସର ପ୍ରେଜେନ୍ସ ଆମମାନଙ୍କର ଜୀବନ ଆଣିଦିଏ। ଗାଡ୍ସର ପ୍ରେଜେନ୍ସ ଆମମାନଙ୍କୁ ଏକ ଉତ୍ତମ ଦିଗଦର୍ଶନ ଦିଏ। ଗାଡ୍ସର ପ୍ରେଜେନ୍ସ ଆମମାନଙ୍କୁ ତାଙ୍କରି ସ୍ୱର୍ଗୀୟ ଆନନ୍ଦ ସେ ଦାନ କରିଥାଏ। ମଣ୍ଡଳୀ, ସେଇଦିନ ମଧ୍ୟ ଯେତେବେଳେ ଯକ୍ଷ ସେ ଯୀଶୁଙ୍କୁ ଦେଖିଲା, ଯୀଶୁ ତାଙ୍କ ନିକଟରେ ଗଲେ ଏବଂ ସେ ଯୀଶୁଙ୍କ ନିକଟରେ ଦେଖିବା ନିମନ୍ତେ ଗଲା। ସେତେବେଳେ ଯୀଶୁ କହିଲେ, ଯକ୍ଷ ଓହ୍ଲାଇ ଆସ, ଆଜି ମତେ ତୁମ ଘରେ ରହିବାକୁ ହେବ। I dwells in you, in your house. ତୁମ ଗୃହରେ ମତେ ରହିବାକୁ ପଡିବ, ବାସ କରିବାକୁ ପଡିବ। ଗାଡର ଗୃହରେ ସେ ଯେତେବେଳେ ଯାଉଛି, ସେ ଭୟଙ୍କର ଆଶୀର୍ବାଦ ପାଉଛି। ସେ ପାଉଛି କଣ? ଯେ ପ୍ରକୃତରେ ସତ୍ୟ ଈଶ୍ୱରଙ୍କର ଆଶୀର୍ବାଦ ସେ ପାଉଛି। ସେ ପାଉଛି, ପ୍ରଥମ ବିଷୟ ସେ ପାଇଲା ଯେ ଆଜି ଏଇ ଗୃହରେ ପରିତ୍ରାଣ ଉପସ୍ଥିତ। କେହି ବଡ କଥା ଗୋଟେ ଈଶ୍ୱର ସେଠି କହିଲେ, ପରିତ୍ରାଣ ସେ ଦାନ କରନ୍ତି। ଗାଡ୍ସର ପ୍ରେଜେନ୍ସ ଯେତେବେଳେ ସେ ପାଇଲା, ସେ ପରିତ୍ରାଣ ଉଦ୍ଧାର ପ୍ରାପ୍ତ ହେଲା। ଦ୍ୱିତୀୟରେ ପ୍ରଭୁ ସେଇଠି ଡିକ୍ଲେୟାର କଲେ, ଏ ମଧ୍ୟ ଜଣେ ଅବ୍ରାହାମଙ୍କର ସନ୍ତାନ, ଏକ ଧାର୍ମିକର ସନ୍ତାନ, ଏକ ବିଶ୍ୱାସର ସନ୍ତାନ ବୋଲି କରି ସେଠି କହିଲେ। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର ପ୍ରେଜେନ୍ସରେ ଆମେ ମାନେ ଜୀବନ କାଟିବା, ଆଜି ସେଇଠି ହିଁ ଆଶୀର୍ବାଦ ଅଛି। ଯେଉଁଠାରେ ଈଶ୍ୱର ରୁହନ୍ତି ଏବଂ ଯେଉଁଠାରେ ଈଶ୍ୱରଙ୍କର ଉପସ୍ଥିତି ଅଛି, ସେଇଠାରେ ଆମମାନଙ୍କର ଜୀବନ ଆମେ ଯାପନ କରିବାକୁ ହେବ। ଆରେ ଯେଉଁମାନେ ଈଶ୍ୱରଙ୍କର ଉପସ୍ଥିତିରେ ରୁହନ୍ତି, ସେମାନେ ପ୍ରଚୁର ଫଳ ଫଳନ୍ତି। ପ୍ରିୟ ମଣ୍ଡଳୀ, ସେମାନେ ପ୍ରଚୁର ଫଳ ଫଳନ୍ତି, କାରଣ ଈଶ୍ୱରଙ୍କ ବିନା ଆମେ କିଛି କରିପାରିବା ନାହିଁ ଜଗତ। ଆଜି ଶେଷରେ ମୁଁ ପୁଣି ଥରେ ଆପଣମାନଙ୍କୁ ରିମାଇଣ୍ଡ କରିବାକୁ ଚାହେଁ ଯେ people are thirsty but they drink from broken wells. ଆଜି ପର୍ଯ୍ୟନ୍ତ ଜଗତର ଲୋକମାନେ ଈଶ୍ୱରଙ୍କ ନିମନ୍ତେ ତୃଷିତ ଅଛନ୍ତି। ଆଉ ତୃଷିତ ଥିବା ସମୟରେ ସେମାନେ ଗୋଟେ ବ୍ରୋକେନ୍ ୱେଲ୍ସ, ମାନେ ଗୋଟେ ଭାଙ୍ଗି ଯାଇଥିବା କୂଅରୁ ସେମାନେ ପାଣି କାଢିକି ପିଅନ୍ତି। ଆଜି ସେ ପାଣି କଣ ଭଲ ଥିବ କି? ଭାଙ୍ଗି ଯାଇଥିବା ପାଣି ନା, ଭାଙ୍ଗି ଯାଇଥିବା ମାନେ ଯୋଉ କୂଅର ଜଳଟା ଠିକ ଥିବ କି ନାଇଁ? ସେଇଠି ବହୁତ ଡଷ୍ଟ ଯାକ ରହିଥିବ। ଆରେ ସେଇ ପାଣି ପିଇକି ଆମେ ସାଟିସ୍ଫାକ୍ସନ ହେଇପାରିବା ନାହିଁ। ସମୟରେ ଆମେ ଏକ ବହୁତ ସୁନ୍ଦର ଜଳ, ମିଠା ଜଳ ଆମେ ପିଇବାକୁ ପଡିବ। ସେଇଟା କେବଳ ଖ୍ରୀଷ୍ଟଙ୍କ ଠାରେ ହିଁ ଅଛି। ଆଜି ବିଭିନ୍ନ ଲୋକ ବିଭିନ୍ନ ଜାଗାରେ ସେମାନେ ଯାଉଛନ୍ତି ସେଇ ଜଳ ପିଇବାକୁ। ଜଳ ଦ୍ୱାରା ସେମାନେ ସାଟିସ୍ଫାକ୍ସନ ପାଇପାରିବେ ନାହିଁ ଜଗତରେ। ଏ ଜଗତର ପାୱାର, ଏ ଜଗତର ସକ୍ସେସ୍, ଏ ଜଗତର ପୋଜିସନ, ଏ ଜଗତର ଯୋଉ ପୋସେସନ, ଏ ଜଗତର ପ୍ରୋଭିଜନ, ଏହା ଆମମାନଙ୍କ ଜୀବନରେ ଶାନ୍ତି ଆଣି ଦେଇପାରିବ ନାହିଁ, ଆନନ୍ଦ ଆଣି ଦେଇପାରିବ ନାହିଁ। କିନ୍ତୁ ଗାଡ୍ସ ପ୍ରେଜେନ୍ସ ଆମମାନଙ୍କର ଜୀବନର ସବୁ କିଛି ଏବଂ ସବୁ କିଛି ସେ ଆଣିଦେବ ପ୍ରିୟ ମଣ୍ଡଳୀ। ତେଣୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ତାଙ୍କର ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍। ଆମେନ୍।